କେବେ ବିଷ୍ଣୁ ଆମ ଈଶ୍ୱର ବୋଲି କହୁଛନ୍ତି, କେବେ ରାମଙ୍କୁ ଆମ ଈଶ୍ୱର ବୋଲି କହୁଛନ୍ତି। ତ ପ୍ରଥମେ ମୁଁ ତାଙ୍କର ଧୂଳି ଛାଡିଦେଲି ଏଣ୍ଡ କରୁଛନ୍ତି ସେ ଗୋଟେ ଏପରି ଈଶ୍ୱର ଯାଙ୍କ ପାଖରେ କୌଣସି ଈଶ୍ୱର ତ ନାହିଁ, ଯାଙ୍କ ପାଖରେ କୌଣସି ଈଶ୍ୱର ତ ନାହିଁ, ଏମାନେ ଜବରଦସ୍ତ ତାଙ୍କୁ ଈଶ୍ୱର ବୋଲି ମାନୁଛନ୍ତି। ଏ ଶ୍ରୀମଦ ଦେବୀ ଭଗବତ ପୁରାଣ କହୁଛି ଯୋ ବିଷ୍ଣୁ अपने आप को रक्षा ना कर सका ସେ କେମିତି ଆପଣ ସମସ୍ତଙ୍କୁ ଉଦ୍ଧାର କରିବେ। ଆଉ ଗୋଟେ କଥା କହିବା ପାଇଁ ଚାହିଁବି, ହେଲେ ହିନ୍ଦୁଇଜମ ରେ କାହିଁକି ମାନେ ଅନେକ ଗଡ ବିଷୟରେ କହୁଛନ୍ତି ସେମାନେ? ଗଡ ତ ଜଣେଇବେ Actually ନା ଏ ଭାଇ, ବିଷୟ ପରମେଶ୍ଵର ଦେଖିବାକୁ ଜଣେଇବେ ନା। କଣ କହିଲେ ଆଉ ଥରେ କୁହନ୍ତୁ ଆପଣ। ମାନେ ମାନେ ସବକା ମାଲିକ ଏକ ହେ, ଆମେ ସମସ୍ତେ ଜାଣିବା ଦରକାର ସମସ୍ତଙ୍କର ମାଲିକ ଜଣେ। ଆଜ୍ଞା କିନ୍ତୁ ଆମେ ଦେଖିବାକୁ ପାଉଛୁ ହିନ୍ଦୁଇଜମ ରେ ଅନେକ ଲୋକମାନେ କୁହନ୍ତି ଆମର ଏତେ କୋଟି ସେତେ କୋଟି, ହ୍ୱାଟ ଆକ୍ଚୁଆଲି ଏଇ ବିଷୟରେ ମୁଁ ଆପଣଙ୍କ ସହିତ କହିବାକୁ ଚାହେଁ। ଆକ୍ଚୁଆଲି ଆଜିକା ହିନ୍ଦୁ ଭାଇ ମାନେ ସେମାନେ ସବୁ ପୁସ୍ତକ ମାନିବା କଥା ସେ ପୁସ୍ତକକୁ ହିଁ ସେମାନେ ମାନୁନାହାନ୍ତି। ଆକ୍ଚୁଆଲି ଦେଖିବାକୁ ଗଲେ ହିନ୍ଦୁ ଧର୍ମର ଆମର ଚାରୋଟି ଯଜୁର୍ବେଦ ସାମବେଦ ଏଇ ପୁସ୍ତକ ଠାରୁ ବଢି କରି କୌଣସି ପୁସ୍ତକ ନାହିଁ। ତ ସେଇଠି ଯଜୁର୍ବେଦରେ ଲେଖା ହେଇଛି, ଯଜୁର୍ବେଦ ଚାପ ନମ୍ବର 32 ଶ୍ଲୋକ ନମ୍ବର 3 ରେ ଆସୁଛି ନାଟସ୍ୟ ପ୍ରତିମା ଅସ୍ତି, ସେ ଈଶ୍ୱରଙ୍କର କୌଣସି ନାହିଁ। ଯଜୁର୍ବେଦ ଚାପ ନମ୍ବର ହଉଛି ଅନ୍ଧାତ୍ମା ସମ୍ଭୂତି ମୁପାସ୍ତେ, ଯେଉଁମାନେ ଈଶ୍ୱରଙ୍କ ପରିବର୍ତ୍ତେ ଅନ୍ୟ ତମାମ ଦେବୀ ଦେବତା ଅର୍ଥାତ ସୃଷ୍ଟ ବସ୍ତୁଙ୍କୁ ପୂଜା କରନ୍ତି ସେମାନେ ନର୍କଗାମୀ ହୁଅନ୍ତି, ସେମାନେ ନର୍କରେ ପଡନ୍ତି। ଏହା ମୁଁ କହୁନି, ଏହା ଯଜୁର୍ବେଦ ଚାପ ନମ୍ବର 32 ଶ୍ଲୋକ ନମ୍ବର 3, ମୁଁ କହୁନି ଯଜୁର୍ବେଦ ଚାପ ନମ୍ବର 40 ଶ୍ଲୋକ ନମ୍ବର 9 କହୁଛି। ଓକେ ଦେନ୍ ଲୋକମାନେ ଏଇ ବିଷୟ ମଧ୍ୟ ବୁଝିବା ଦରକାର। ସୋ ଗଡ ହଉଛନ୍ତି ଜଣେ, ଦେନ୍ ସେ ଗଡ କିଏ ତାହା ଜାଣିବା ପାଇଁ ଆମମାନଙ୍କୁ ଶାସ୍ତ୍ର ଅଧ୍ୟୟନ କରିବାକୁ ପଡିବ। ମାନେ ବିକଜ ଅଫ୍ ମେନି ପିପଲ ଆର୍ ନଟ ରିଡିଂ ଦେୟାର ସ୍କ୍ରିପ୍ଟ ରାଇଟ। ଆଉ ଗୋଟେ ପଏଣ୍ଟ ମୁଁ ଆଡ କରିବାକୁ ଚାହେଁ, ଆକ୍ଚୁଆଲି ପ୍ରଥମେ ଲେଖା ହେଲା ହଉଛି ଚାରୋଟି ବେଦ ହିନ୍ଦୁ ଧର୍ମର ସେଇ ପୁସ୍ତକ ହିଁ ଆଉ କୌଣସି ପୁସ୍ତକ ନାହିଁ। ତ ଯାହା ଯାହା ଏଇ ପୁସ୍ତକ କହିବ ସେଇ ପୁସ୍ତକକୁ ହିଁ ଏମାନଙ୍କର ଉଚ୍ଚତ ଅଟେ। ତ ଆମର ରିକ୍ ବେଦରେ ମେନସନ କରା ହେଇଅଛି 33 ଗୋଟି ଗଡ୍ସ ଗୁଡାକ। ପରେ ପୁରାଣ ବାଲା ମାନେ ନିଜ ନିଜ ଫାଇଦାକୁ ନେଇକି ନିଜ ଫାଇଦାକୁ ଦେଖିକି ସେମାନେ ବିଭିନ୍ନ ପ୍ରକାର ପୁରାଣ ରଚନା କଲେ। ବିଭିନ୍ନ ପ୍ରକାର ପୁରାଣରେ ବିଭିନ୍ନ ଦେବୀ ଦେବତା ମାନଙ୍କୁ ସେମାନଙ୍କୁ ଈଶ୍ୱର ବୋଲି କହିଲେ। ଏଇଟା ପରବର୍ତ୍ତୀ ସମୟର କଥା। ବିଭିନ୍ନ ପ୍ରକାର କହିଲେ ନିଜ ଅନୁସାରେ ଫାଇଦା ଅନୁସାରେ ସେମାନେ, ଯେମିତି କି ମହାଭାରତ କହୁଛନ୍ତି ଯେ କେହି ତୁମ ଘରକୁ ଅତିଥି ଆସିବ, ଖାସ କରି ବ୍ରାହ୍ମଣ ଆସିବ, ବ୍ରାହ୍ମଣଙ୍କୁ ନିଜ ସ୍ତ୍ରୀ ସହିତ ସମ୍ଭୋଗ କରିବାକୁ ଦିଅ। ଏହା ତ ଈଶ୍ୱରଙ୍କର ହେଇପାରିବନି। ଏହା ତ ବ୍ରାହ୍ମଣ ନିଜେ ଲେଖିଛନ୍ତି। ବ୍ରାହ୍ମଣ କାହିଁକି ଏମିତି ଗୁଡାକ ଲେଖିଛନ୍ତି, କାହିଁକି ନା ସେମାନେ ଯଦି ଏଇପରି ବିଷୟ ଲେଖିବେ ସେମାନେ ମଧ୍ୟ ଅନ୍ୟ ସ୍ତ୍ରୀ ମାନଙ୍କ ସହିତ ସମ୍ଭୋଗ କରିପାରିବେ। ଅନ୍ୟ ସ୍ଵାମୀର ସ୍ତ୍ରୀ ମାନଙ୍କ ଶାଢୀ ଖୋଲି ସେମାନଙ୍କ ସହିତ ସମାଗମ ହେଇପାରିବେ। ତ ସେମାନେ କହିଲେ ଯେ ମତେ ଈଶ୍ୱର ଏଇପରି ବିଷୟ କହିଲେ। ତ ଆପଣ କୁହନ୍ତୁ ଈଶ୍ୱର କେବେ ଚାହିଁବେ କି ଆପଣଙ୍କର ସ୍ତ୍ରୀ କୁ ଅନ୍ୟ କୌଣସି ପୁରୁଷ ସମ୍ଭୋଗ କରୁ? ମାନେ ଏଟା ଗୋଟେ ଚାଲ ରାଇଟ। ହଁ ତାପରେ ମାନେ ପୁରାଣ ହଁ ହଁ କୁହନ୍ତୁ। ପୁରାଣ ଗୁଡିକରେ ଆପଣ ଷ୍ଟୋରି ଯାକ ଗଢା ଯାଇଅଛି। ଏମିତି ଷ୍ଟୋରି କରି ସେମାନେ ନିଜେ ଯାହା ଦ୍ଵାରା ନିଜର ଫାଇଦା ହବ। ଆପଣ ତ ଜାଣିଛନ୍ତି ବ୍ରାହ୍ମଣ ସମାଜ ଲୋକମାନଙ୍କୁ ଦବେଇକି ରଖିଥିଲା। ବ୍ରାହ୍ମଣ ସମାଜ ତମାମ ମନୁଷ୍ୟ ଜାତି ଉପରେ କଣ୍ଟ୍ରୋଲ କରିବାକୁ ଚାହିଁଛି, କିନ୍ତୁ ବାବା ସାହେବ ଆମ୍ବେଡକର ତା ଖଣ୍ଡନ କରିଛନ୍ତି, ମନୁସ୍ମୃତିକୁ ଜଳେଇଛନ୍ତି। ଯଦି ଆପଣ ମନୁସ୍ମୃତି ଆପଣ ଦେଖନ୍ତୁ, ମନୁସ୍ମୃତି
चैप्टर नंबर 5 रे लेखा ହେଇଛି एंड ऋग्वेद मंडल नंबर 10 सूक्त नंबर 90 श्लोक नंबर 11 रे लेखा हैला ब्रह्माଙ୍କ मुखରୁ ବ୍ରାହ୍ମଣ ତଥା ବାହୁରୁ କ୍ଷତ୍ରିୟ एंड ଜଙ୍ଗର ବୈଶ୍ୟ एंड ପାଦରୁ ଶୂଦ୍ର ବର୍ଗ ଉତ୍ପନ୍ନ ହେଲା। ଆପଣ କୁହନ୍ତୁ କେବଳ ଭାରତରେ ହିଁ ମୁଖରୁ ଜନ୍ମ ହଉଛନ୍ତି କି? କେବଳ ଭାରତ ଆଉ ଅନ୍ୟ ଦେଶରେ ନାହିଁ। ଆପଣ ଯାଇକି କୁହନ୍ତୁ ଆମେରିକା ବାଲା କୁହନ୍ତୁ ମାନଙ୍କୁ କୁହନ୍ତୁ ୟୁରୋପ ବାଲା ମାନଙ୍କୁ କୁହନ୍ତୁ ନାଇଁ ଆମ ଭାରତରେ ବି ପାଟିରୁ ଜନ୍ମ ହଉଛନ୍ତି। ନିହାତି ସେମାନେ କହିବେ ଆରେ ମୂର୍ଖଟା ଆରେ ପାଗଳଟା ଜଙ୍ଗ ବାହୁ ଥାଇରୁ କିଏ ଜନ୍ମ ହୁଅନ୍ତି କି ମା ପେଟରୁ ସମସ୍ତେ ଜନ୍ମ ହୁଅନ୍ତି ଏଣ୍ଡ ପ୍ରାଇଭେଟ ପାର୍ଟରୁ ସେମାନେ ବାହାରକୁ ଆସନ୍ତି ନା କି ମୁହଁରୁ ଆସନ୍ତି। ଆପଣ କଣ କହିବାକୁ ଚାହିଁବେ ଜେପି ଭାଇ? ଯାହାଦ୍ୱାରା ଏମାନେ କଣ୍ଟ୍ରୋଲ କରିପାରିବେ ସେଥିପାଇଁ ଭଗବାନ ନାମରେ ଏଇ ତମାମ ପୁସ୍ତକ ଏମାନେ ଲେଖିଛନ୍ତି। ଲାନତ हो से लोगों को जो मतलब इंसान को कंट्रोल करना चाहते इसी प्रकार की बाकी बातों को लिख करके ମାନେ ଏମାନେ ଅନେକ ଲୋକମାନେ ସେ ବିଷୟକୁ ମାନୁଛନ୍ତି ମଧ୍ୟ ମିନ୍ସ ଅନେକ ଲୋକମାନେ ବାହୁରୁ ଅନେକ ଲୋକମାନେ ଜଙ୍ଘରୁ ଅନେକ ଲୋକମାନେ ମୁଖରୁ ଅନେକ ଲୋକମାନେ ଗୋଡରୁ ଜନ୍ମ ହେଲେ ହେଲେ ମାନେ ଆଜି କାହିଁକି ସେମିତି ଜନ୍ମ ହଉନାହାନ୍ତି? ଆଜିକାଲି ଲୋକମାନେ ଟେକ୍ନୋଲୋଜି ସାଇଣ୍ଟିଫିକ ରେ ଡେଭଲପ ହେଇଛନ୍ତି।